ଭଦ୍ରା ଦେଲେ ବର୍ଷକୁ 10,000 ଟଙ୍କା ଏବଂ କହିଥିଲେ 50,000 ଟଙ୍କା ଦେଉ 5 ବର୍ଷରେ ଏங்கே 50 ଦେବେ ଲୋକଙ୍କୁ ଠକିଛନ୍ତି। MSP ଠନ୍ 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 ଯେତିକି ପଇସା ଚାଷୀ ପାଇବା କଥା ନ ପାଇକି ଯେତିକି ପାଇବା କଥା ପାଉଛନ୍ତି। ଆଙ୍କ ଯେଉଁ MSP ବଢ଼େଇଲେ 600 ଟଙ୍କା ବୋଲି କହୁଛନ୍ତି, ଏଇଟା ସରି 800 ଟଙ୍କା ବଢ଼େଇଲେ ବୋଲି କହୁଛନ୍ତି, ଏଇଟା ମିଥ୍ୟା। ଚାଷୀ ପାଇପାରୁନାହାନ୍ତି। ମନରେଗା କାମ ହେଇପାରୁନି, ବିକାଶ ନାହିଁ। ଖାଲି ଗୋଟେ ଜିନିଷ ସାଙ୍ଗେ କରିଛନ୍ତି, କଲର୍ ବଦଳେଇଛନ୍ତି। ବର୍ଷେ ଭିତରେ କଲର୍ ବଦଳେଇଛନ୍ତି, କୌଣସି କାମ ପ୍ରୋଗ୍ରେସ୍ ନାହିଁ। ଯେତେ ବ୍ରିଜ୍ ହେଇଥିଲା ତାର ପ୍ରୋଗ୍ରେସ୍ ନାହିଁ, ଯେତେ ରାସ୍ତାଘାଟ ତାର ପ୍ରୋଗ୍ରେସ୍ ନାହିଁ। ଯୁବକମାନଙ୍କୁ ନିଯୁକ୍ତି ନାହିଁ। ଯୁବକମାନଙ୍କୁ ଯଦି ନିଯୁକ୍ତି ନାହିଁ, ବେକାରୀ ସମସ୍ୟା ବଢ଼ି ବଢ଼ି ଯାଉଛି, କ୍ରାଇମ୍ ବଢ଼ି ବଢ଼ି ଯାଉଛି। ନାରୀ ନିର୍ଯାତନା ବହୁତ କିଛି ସରିଯାଇଛି। ଆପଣ ଦେଖୁଛନ୍ତି ବିଧାନସଭା ଠପ୍ ହେଇଗଲା। ଗୋଟେ କମିଟି ସଂସ୍ଥା ନଥିଲା ଗୋଟେ କମିଟି କରିବା ପାଇଁ। ବର୍ଷକର ରିପୋର୍ଟ କାର୍ଡ ନିଜେ ଖୁସି ହେବେ। ତାଙ୍କର କର୍ମୀକି ପଚାରନ୍ତୁ, ବାଲି ଖସିଗଲାଣି, ଆଉ ନାହିଁ ବାଲି ଖସିଗଲାଣି। ନିଜେ ଚିନ୍ତା କରନ୍ତୁ। ଏବଂ ଚାଷୀ ହଇରାଣ ହେଲେ, ପନିପରିବା ଅନ୍ୟ ରାଜ୍ୟକୁ ଯାଉଛି। ଗୋଟେ କୋଲ୍ଡ ଷ୍ଟୋର ବର୍ଷ ଭିତରେ ଗୋଟେ ଶିଳାନ୍ୟାସ କରିପାରିନାହାନ୍ତି। ଆଉ ଆଙ୍କେ କ'ଣ ବର୍ଷକ ରିପୋର୍ଟ କାର୍ଡ଼ 11ଟା କରିଦେଲୁ, 10ଟା କରିଦେଲୁ, 50ଟା କରିଦେଲୁ, କ'ଣ ଅଛି ତାର ମୂଲ୍ୟ କ'ଣ ଅଛି?